ये ହେଉଛି ବ୍ରହ୍ମପୁର ସହରର ମୁଖ୍ୟ ରାସ୍ତାର ଦୃଶ୍ୟ। ଆଜି ସନ୍ଧ୍ୟାରେ ବ୍ରହ୍ମପୁର କଲିକଟ କଲେଜ ଛକ ଠାରୁ ଆରମ୍ଭ କରି ଗିରି ରୋଡ ଛକ ପର୍ଯ୍ୟନ୍ତ ଏହିପରି ଭାବେ ଜାମ୍ ଦେଖିବାକୁ ମିଳିଥିଲା। ଆମେ କାହିଁକି ଏହି କଥାଟି କହୁଛୁ ଆପଣ ଟିକେ ଭାବନ୍ତୁ। ଯଦି ଗୋଟିଏ ସାଧାରଣ ଲୋକଟି ଏହିପରି ମୁଖ୍ୟ ରାସ୍ତାରେ 40 ମିନିଟରୁ ଅଧିକ ସମୟ ଧରି ଜାମ୍ ରେ ଫସି ରହୁଛି, ତାହେଲେ ଏଠାରେ ଗୋଟିଏ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯଦି ଗୋଟେ ଆମ୍ବୁଲାନ୍ସ ଯିବ, ସେଇ ଆମ୍ବୁଲାନ୍ସ ଟିକୁ ମଧ୍ୟ ଏହିପରି ଭାବେ 40 ମିନିଟରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡିବ କି? ଯଦି ହଁ, ତାହେଲେ ଯଦି ଏହି 40 ମିନିଟ ଭିତରେ ସେହି ରୋଗୀଟିର ଜୀବନ ଚାଲିଯାଏ, ତାହେଲେ ଏଥିପାଇଁ ଦାୟୀ କିଏ ହେବ? ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ନା ବ୍ରହ୍ମପୁର ପୋଲିସ ପ୍ରଶାସନ? ତେବେ ଦେଖିବାକୁ ବାକି ରହିଲା କେବେ ନିଦ୍ରାରୁ ଉଠିବ ବ୍ରହ୍ମପୁର ପୋଲିସ ଏବଂ କେବେ ସଜାଗ ହେବ ବିଏମସି। ଗତ 1 ତାରିଖ ଦିନ ମଧ୍ୟ ଏହିପରି ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଯଦି ତାହା କୌଣସି କାରଣବଶତଃ ରାସ୍ତାରୁ ଗଛଟି ହଟି ପାରିନଥିଲା କି ଟିକେ ଲେଟ୍ ହୋଇଯାଇଥିଲା, ଠିକ ଅଛି। ଏହା ତ କୌଣସି କାରଣବଶତଃ ହୋଇନାହିଁ। ପରୀକ୍ଷା ହେବ ବୋଲି ସରକାରୀ ସ୍ତରରେ ଘୋଷଣା ହୋଇଥିଲା। କେଉଁ କଲେଜ ଏବଂ କେଉଁ ସ୍କୁଲରେ କେତେ ପିଲାମାନଙ୍କୁ ସେଣ୍ଟର ହୋଇଥିଲା ତାହା ମଧ୍ୟ ବିବରଣୀ ରହିଥିଲା। ଏହି ମୁଖ୍ୟ ରାସ୍ତାରେ ଏତେ ମାତ୍ରାରେ ଜାମ୍ କଣ ପାଇଁ ହେଲା? ପୋଲିସ ଏବଂ ବିଏମସି ର ଅବହେଳା ନା ଅନ୍ୟ କିଛି କାରଣ ରହିଛି? ତେବେ ଆଗାମୀ ଦିନରେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ ହେଉଛି କି ନାହିଁ ତା ଉପରେ ରହିବ ଆମ ନଜର। ଯେହେତୁ ଏହି ବ୍ରହ୍ମପୁର ସହରଟିକୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି କୁହାଯାଏ, ଯଦି ଏହି ସହରର ମୁଖ୍ୟ ରାସ୍ତାରେ ଏହିପରି ଭାବେ ଜାମ୍ ରହେ, ତାହେଲେ ଏଥିପାଇଁ ଦାୟୀ କିଏ ରହିବେ? କାରଣ ଏହି ରାସ୍ତାଟି ବ୍ରହ୍ମପୁର ରେଳ ଷ୍ଟେସନ ହେଉ କିମ୍ବା ମେଡିକାଲ ହେଉ, ଏହିପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯିବା ନିମନ୍ତେ ଏହି ରାସ୍ତାଟି ଯୋଗାଯୋଗ କରୁଛି। ଏହି ରାସ୍ତାଟି ହେଉଛି ମୁଖ୍ୟ ରାସ୍ତା। ଯଦି ଏହି ରାସ୍ତାରେ ଏମିତି ହେବ, ତାହେଲେ ଏଠି ଭୁଲ କାହାର ଏବଂ ଏଥିପାଇଁ ଦାୟୀ କିଏ ରହିବେ? ଦୀପକ କୁମାର ପଣ୍ଡାଙ୍କ ରିପୋର୍ଟ,